ଶାଗ ଖରଡ଼ା ଆମ ଓଡ଼ିଆମାନଙ୍କର ଭାରି ପ୍ରିୟ। ପୂଜା ପର୍ବ ହେଲେ ସମସ୍ତେ ଘରେ ଘରେ ଶାଗ ଖରଡ଼ା କରିଥାନ୍ତି। ବିନା ପିଆଜ ରସୁଣରେ ଶାଗ ଖରଡ଼ା ଥରେ ଏହିପରି କରନ୍ତୁ ନା, ତାର ସ୍ୱାଦଟା ଆପଣ କେବେ ବି ଭୁଲି ପାରିବେନି। ସେଥିପାଇଁ ଶାଗ, ମୁଗ ଏବଂ କଖାରୁ ନେଇଛି। ବର୍ତ୍ତମାନ ମୁଗ ଡାଲିକୁ ଆମେ ସିଝେଇବା। ସେଥିପାଇଁ ଗୋଟେ ପ୍ରେସର କୁକରରେ ଟିକେ ପାଣି ଦେଇଛି। ପାଣିଟା ଯେତେବେଳେ ଗରମ ହେଇଯିବ, ମୁଗ ଡାଲିକୁ ଧୋଇକି ମୁଁ ପ୍ରେସର କୁକରରେ ଆଡ଼୍ କରିଦେଉଛି। ଏବେ ସେଥିରେ ଆମେ କାଟିକି ରଖିଥିବା କଖାରୁକୁ ମଧ୍ୟ ଆଡ଼୍ କରିଦେବା ଏବଂ ସ୍ୱାଦ ହିସାବରେ ଲୁଣ ଦେଇକି ଗୋଟେରୁ ଦୁଇଟି ସିଟି ଆସିଲା ପର୍ଯ୍ୟନ୍ତ ବସାଇଦେବା, ଯେମିତିକି ଡାଲି ଏବଂ କଖାରୁଟା ଭଲ ଭାବରେ ସିଝିଯିବ। ଏବେ ଦେଖନ୍ତୁ, ଯେହେତୁ ଆମର କିଣା ଡାଲି, ତେଣୁ ଗୋଟେ ସିଟିରେ ଆମର ଡାଲିଟା ସିଝି ଯାଉଛି। ଗୋଟେ ସିଟି ଆସିଲା ପରେ ତାକୁ ଭଲ ଭାବରେ ଏମିତି ଡଙ୍କିରେ ଘାଣ୍ଟିଦେବା, ଯେମିତି ଡାଲିରେ କଖାରୁଟା ମିଶିଯିବ। ଏବେ କିଛି ନଡ଼ିଆ ନେଇଛି, ନଡ଼ିଆକୁ ଗ୍ରାଇଣ୍ଡର ଜାର୍ ଦେଇକି ମୁଁ ଗ୍ରାଇଣ୍ଡିଙ୍ଗ କରିଦେଉଛି। ଯେତେବେଳେ ନଡ଼ିଆଟା ଗ୍ରାଇଣ୍ଡିଙ୍ଗ ହେଇଯିବ, ସେତେବେଳେ ଅଧା ଗିନା କ୍ଷୀରକୁ ମୁଁ ଏଥିରେ ଆଡ଼୍ କରିଦେଉଛି। କ୍ଷୀରକୁ ଆଡ଼୍ କରିସାରିଲା ପରେ ତାକୁ ଚିକଣ ଭାବରେ ଭଲ ଭାବରେ ଚିକଣ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବା। ଏବେ ଗୋଟେ କଡ଼େଇରେ ତେଲ ନେଉଛି। ତେଲଟା ଗରମ ହେଇସାରିଲା ପରେ ଏଥିରେ ଆମେ 2ଟି ଶୁଖିଲା ଲଙ୍କାକୁ ଖଣ୍ଡ ଖଣ୍ଡ କରିକି ଆଡ଼୍ କରିଦେବା। ତାପରେ ଏଥିରେ ଗୋଟେ ଚାମଚ ଜିରାକୁ ଆଡ଼୍ କରିଦେବା। ବର୍ତ୍ତମାନ ଦେଖନ୍ତୁ, ଜିରା ଆଡ଼୍ କରିଦେଲି। ଜିରାଟା ଯେତେବେଳେ ଭଲ ଭାବରେ ଫୁଟି ବସିବ, ସେତେବେଳେ ଆମେ କାଟିକି ରଖିଥିବା ଶାଗକୁ ଆଡ଼୍ କରିଦେବା। ଶାଗକୁ ଆଡ଼୍ କରିସାରିଲା ପରେ 2-3 ମିନିଟ୍ ଆମେ ଶାଗଟାକୁ ଭାଜିଦେବା। ଶାଗ ଟିକିଏ ସମୟ ପରେ ଶାଗ ପୁରା ନରମ ହେଇଯିବ। ଆଉ ଏ ଲାଲି ଶାଗଟା ଦେହ ପାଇଁ ବହୁତ ଭଲ ଏବଂ ଖାଇବାକୁ ମଧ୍ୟ ବହୁତ ବଢ଼ିଆ ଲାଗିଥାଏ। ବର୍ତ୍ତମାନ ଶାଗ ଆଡ଼୍ କରିସାରିଲେଣି ଏବଂ ତାକୁ ଦେଖିବେ 2-3 ମିନିଟ୍ ଭାଜିଲା ପରେ ଦେଖିବେ ଶାଗଟା ପୁରା ନରମ ହେଇଯିବ। ଏବେ ଦେଖନ୍ତୁ ହେଇଗଲାଣି, ଆମର 2 ମିନିଟ୍ ହେଇଗଲାଣି। ଶାଗଟା ଦେଖନ୍ତୁ ଆମର ନରମ ହେଇଗଲାଣି। ଏବେ ସେଥିରେ ସିଝେଇକି ରଖିଥିବା ମୁଗ ଡାଲିକୁ ଆଡ଼୍ କରିଦେବା ଏବଂ ତାକୁ ଭଲ ଭାବରେ ଗୋଳେଇକି ଫୁଟିବା ପାଇଁ ଛାଡ଼ିଦେବା। ଯେହେତୁ ଶାଗ ଦେଇଛେ, ତେଣୁ ଟିକିଏ ଟେଷ୍ଟ ପାଇଁ ଟିକିଏ ଲୁଣ, ଯଦି ଆପଣଙ୍କର ଆବଶ୍ୟକ ଥିବ ତାହେଲେ ଲୁଣ ଦେବେ, ନହେଲେ ଏଟାକୁ ମଧ୍ୟ ଆପଣ ସ୍କିପ୍ କରିପାରିବେ। ସେଥିପାଇଁ ଏବେ ଯେହେତୁ ଶାଗ ଦେଇଛି, ମୁଁ ଟିକିଏ ଲୁଣ ଏବେ ଆଡ଼୍ କରିଦେଉଛି। ଲୁଣ ଆଡ଼୍ କରିସାରିଲା ପରେ ଭଲ ଭାବରେ ତାକୁ ଗୋଳେଇକି ଫୁଟିବା ପାଇଁ ଛାଡ଼ିଦେବା। ଯେତେବେଳେ ଭଲ ଭାବରେ ଫୁଟି ବସିବ, ସେତେବେଳେ ଆମେ ବାଟିକି ରଖିଥିବା ନଡ଼ିଆ ବଟାକୁ ଆଡ଼୍ କରିଦେବା। ନଡ଼ିଆରେ ଆମେ କ୍ଷୀର ଦେଇକି ଆମେ ବାଟି ଦେଇଛେ, ତେଣୁ ନଡ଼ିଆ ବଟାକୁ ଆଡ଼୍ କରିଦେଉଛି। ନଡ଼ିଆ ବଟା ଆଡ଼୍ କରିବା ଏବଂ ତାକୁ ଭଲ ଭାବରେ ଡଙ୍କି ସାହାଯ୍ୟରେ ଆମେ ଭଲ ଭାବରେ ଗୋଳେଇ ଦେବା। ଏହିପରି ଶାଗ ଖରଡ଼ା ଆପଣ କେବେ କରିଛନ୍ତି କି? ଥରେ କରନ୍ତୁ ନା, ଭାରି ସ୍ୱାଦ ଲାଗିବ। ବର୍ତ୍ତମାନ ତାକୁ ଭଲ ଭାବରେ ଗୋଳେଇ ଦେବା। 2-3 ମିନିଟ୍ ତାକୁ ଫୁଟିବା ପାଇଁ ଛାଡ଼ିଦେବା। ବର୍ତ୍ତମାନ ଦେଖନ୍ତୁ, ଆମର ଶାଗ ଖରଡ଼ାଟି ରେଡ଼ି ହେଇଗଲା। ପୂଜା ପର୍ବ ଦିନ ଆପଣମାନେ ବହୁତ ପ୍ରକାର ଶାଗ ଖରଡ଼ା କରି ଖାଇଛନ୍ତି। ଥରେ ଏହିପରି କରି ଖାଆନ୍ତୁ ନା, ବହୁତ ସ୍ୱାଦ ଲାଗିବ। ଯଦି ଏ ରେସିପିଟି ଆପଣମାନଙ୍କୁ ଭଲ ଲାଗିଥିବ, ନିଶ୍ଚିନ୍ତ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ପୁଣି କିଛି ରେସିପି ନେଇ ଆସିବି। ସେ ପର୍ଯ୍ୟନ୍ତ ବାଏ ବାଏ।